हे भगवान, ମୁଁ ହାରିଗଲି। ଆଉ ପାରୁନି ମୁଁ। ମୋ ଦେହର ଶିରା ପ୍ରଶିରା ଫାଟିଗଲା ଭଳି ଲାଗୁଛି। ଚାରିଆଡ଼ ଅନ୍ଧାର, କୌଣସି ରାସ୍ତା ଦେଖାଯାଉନି। ଲାଗୁଛି ଯେମିତି ମୋ ଜୀବନର କୌଣସି ମୂଲ୍ୟ ହିଁ ନାହିଁ। ମୁଁ ଯେତେ ଚେଷ୍ଟା କଲେ ବି ସବୁବେଳେ କାହିଁକି ବିଫଳ ହେଉଛି। ଯେଉଁ ଡାଳ ଧରୁଛି ସେ ଭାଙ୍ଗି ଯାଉଛି। ମୋ ସହିତ ହିଁ ଏମିତି କାହିଁକି ହେଉଛି? ଭଗବାନ କ'ଣ ସତରେ ଅଛନ୍ତି? ଯଦି ଅଛନ୍ତି ତେବେ ମୋ ଲୁହ ତାଙ୍କୁ ଦେଖାଯାଉନି କାହିଁକି? ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ପ୍ରାର୍ଥନା ଶୂନ୍ୟରେ ହଜି ଯାଉଛି, ତେବେ ମନେ ରଖନ୍ତୁ, ସବୁଠାରୁ ବଡ଼ ଚମତ୍କାର ଯେତେବେଳେ ହୁଏ ଯେତେବେଳେ ଆମେ ଆଶା ଛାଡ଼ି ଦେଇଥାଉ। ଆଜିର ଏହି ଭିଡ଼ିଓ ଆପଣଙ୍କୁ ସେହି ଚମତ୍କାରର ପଥ ଦେଖାଇବ। କାଲି ରାତି ପ୍ରାୟ 12ଟା ବେଳ କଥା। ମୁଁ ଏକା ବସି ଏମିତି ଭାବୁଥିଲି। ଠିକ୍ ଏହି କଥାଗୁଡ଼ିକ ମୋ ମନରେ ଚାଲିଥିଲା। ଠିକ୍ ସେହି ସମୟରେ ହଠାତ୍ ମୋ ଫୋନ୍ରେ ଗୋଟିଏ ମେସେଜ୍ ଆସିଲା। ଜଣେ ଭାଇ, ମୋ ଚ୍ୟାନେଲର ଜଣେ ସବସ୍କ୍ରାଇବର ମୋତେ ଲେଖିଥିଲେ, ବିଜୟ ଭାଇ, ମୁଁ ହାରିଗଲିଣି। କିଛି ବାଟ ଦେଖାଯାଉନି। ଭଗବାନ ମୋତେ କାହିଁକି ଏତେ କଷ୍ଟ ଦେଉଛନ୍ତି? ପରିବାର ଲୋକ ମୋତେ ବୁଝିପାରୁନାହାନ୍ତି। ପ୍ରେମରେ ଧୋକା ପାଇଲି। ଯାହା ବି କଲି ବାରମ୍ବାର ହାରିଲି। ଆଜି ମୁଁ ସମ୍ପୂର୍ଣ୍ଣ ଏକା ହୋଇଯାଇଛି। କ'ଣ କରିବି ଭାଇ? ସେହି ମୁହୂର୍ତ୍ତରେ ମୁଁ ଚମକି ପଡ଼ିଲି। ମୁଁ ବୁଝିଗଲି ଯେ ଏଇଟା କେବଳ ମୋର କିମ୍ବା ସେହି ଭାଇର ଗୋଟିଏ କାହାଣୀ ନୁହେଁ। ଆଜିର ଯୁବପିଢ଼ି ଯିଏ ନିଜ ସ୍ୱପ୍ନ ପାଇଁ ଲଢ଼ୁଛି, ରାତି ରାତି ଅନିଦ୍ରା ହେଉଛି, ପରିବାରର ବୋଝ ମୁଣ୍ଡେଇଛି, ପ୍ରତ୍ୟେକ ଦିନ ଏହି ସମାଜ ସହ ଏବଂ ନିଜ ସହ ଯୁଦ୍ଧ କରୁଛି। ଏଇଟା ଆମ ସମସ୍ତଙ୍କର କାହାଣୀ। ତେଣୁ ଆଜିର ଏହି ଭିଡ଼ିଓ ମୁଁ ସେହି ସବୁ ଭାଇ ଭଉଣୀମାନଙ୍କ ପାଇଁ ବନାଉଛି ଯେଉଁମାନେ ଭିତରୁ ଭାଙ୍ଗି ପଡ଼ିଛନ୍ତି। ଆଜି ମୁଁ ଆପଣଙ୍କୁ କିଛି ଏମିତି ରହସ୍ୟ କହିବି, ଏମିତି କିଛି ସତ୍ୟ ଦେଖାଇବି, ଯାହା ଶୁଣିଲା ପରେ ଆପଣଙ୍କ ଛାତି ଥରିଯିବ, ଲୋମ ଟାଙ୍କୁରିଯିବ ଏବଂ ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ବଦଳିଯିବ। ବାସ୍ ଗୋଟିଏ ବି ସେକେଣ୍ଡ ଏହି ଭିଡ଼ିଓକୁ ସ୍କିପ୍ କରିବେ ନାହିଁ। ଆସନ୍ତୁ ପ୍ରଥମେ ନିଜକୁ ଗୋଟିଏ ଅଲଗା ଦୃଷ୍ଟିକୋଣରୁ ଦେଖିବା। ଆଚ୍ଛା, ମୋତେ ଗୋଟେ କଥା କୁହନ୍ତୁ ତ, ଆମେ କେଉଁଠି ଅଛେ? ବିଜ୍ଞାନ କୁହେ ପୃଥିବୀ ନିଜ ଅକ୍ଷ ଚାରିପଟେ ଘଣ୍ଟାକୁ 1670 କିଲୋମିଟର ବେଗରେ ଘୁରୁଛି ଏବଂ ସୂର୍ଯ୍ୟ ଚାରିପଟେ 1,07,000 କିଲୋମିଟର ବେଗରେ ଦୌଡ଼ୁଛି। ଆମ ସୌରମଣ୍ଡଳ ବା ସୋଲାର ସିଷ୍ଟମ ମିଲ୍କ ୱେ ଗ୍ୟାଲେକ୍ସିରେ 8 ଲକ୍ଷ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରୁଛି। ଏହି ବ୍ରହ୍ମାଣ୍ଡରେ ଏମିତି କୋଟି କୋଟି ଗ୍ୟାଲେକ୍ସି ଅଛି ଏବଂ ତା ମଝିରେ ଅଛି ଭୟଙ୍କର ବ୍ଲାକ୍ ହୋଲ୍ସ, ଯାହା ଆଲୋକକୁ ମଧ୍ୟ ନିଜ ଭିତରକୁ ଟାଣି ନେଇଥାଏ। ଗୋଟିଏ ଭୟଙ୍କର କଥା ଶୁଣିବି, ମହାକାଶର ଏହି ଅସୀମ ଶୂନ୍ୟତାରେ କୌଣସି ବି ଜିନିଷ ସ୍ଥିର ନାହିଁ। ଯଦି ପୃଥିବୀ ମାତ୍ର ଗୋଟିଏ ସେକେଣ୍ଡ ପାଇଁ ବି ଘୁରିବା ବନ୍ଦ କରିଦିଏ ନା, ତେବେ ପୃଥିବୀର ସବୁକିଛି 1670 କିଲୋମିଟର ବେଗରେ ପବନରେ ଉଡ଼ିଯିବ ଏବଂ ମାତ୍ର କିଛି ମୁହୂର୍ତ୍ତରେ ସବୁ ଶେଷ ହୋଇଯିବ। କିନ୍ତୁ କୋଟି କୋଟି ବର୍ଷ ଧରି ସବୁକିଛି ଏମିତି ପରଫେକ୍ଟଲି ଏକଦମ ନିଖୁଣ ଭାବରେ ଚାଲିଛି। ଏହି ବିରାଟ ଶୂନ୍ୟତାରେ ଆମେ କ'ଣ କେବଳ ଗୋଟିଏ ଧୂଳିକଣା ସହ ବି ସମାନ ନୁହେଁ। ହଁ, ଯେତେବେଳେ ଆପଣ ଭାବୁଛନ୍ତି କି ଆପଣ ଏକା ଅଟନ୍ତି, ସେତେବେଳେ ଆପଣ ଭୁଲ ଭାବୁଛନ୍ତି। କ୍ୱାଣ୍ଟମ ଫିଜିକ୍ସ ଆଜି ଏ କଥାକୁ ମାନିବାକୁ ବାଧ୍ୟ ହେଉଛି ଯେ ଏହି ୟୁନିଭର୍ସ ଏକ ସିମୁଲେସନ କିମ୍ବା ଏକ ବିରାଟ କନସିୟସ୍ ମାଇଣ୍ଡ ବା ଚେତନା ଦ୍ୱାରା ପରିଚାଳିତ, ଯାହାକୁ ଆମର ବେଦ ଓ ଉପନିଷଦ ହଜାର ହଜାର ବର୍ଷ ପୂର୍ବରୁ ପରମ ବ୍ରହ୍ମ ବୋଲି କହିଥିଲେ। ବିଜ୍ଞାନ ଯାହାକୁ ସିମୁଲେସନ କହୁଛି, ଆମ ଧର୍ମଶାସ୍ତ୍ର ତାକୁ ମାୟା ବୋଲି କହିଛି। ଯେମିତି ଗୋଟିଏ ଖେଳରେ ରିମୋଟ କଣ୍ଟ୍ରୋଲ ଖେଳାଳି ହାତରେ ଥାଏ, ଠିକ୍ ସେମିତି ଆମ ଜୀବନର ରିମୋଟ ସେହି କାଳିଆ ହାତରେ ଅଛି। ସେ ଆପଣଙ୍କୁ ହରାଇବାକୁ ଚାହୁଁନାହାନ୍ତି, ବରଂ ଆପଣଙ୍କୁ ଜଣେ ପ୍ରୋ ପ୍ଲେୟାର ବନେଇବାକୁ ଚାହୁଁଛନ୍ତି। ବିଶ୍ୱ ବ୍ରହ୍ମାଣ୍ଡର ଏହି ସବୁଠାରୁ ବଡ଼ ଶକ୍ତିକୁ ଯଦି ଆପଣ ଦେଖିବାକୁ ଚାହାନ୍ତି, ତେବେ ଆସନ୍ତୁ ଆମର ଶ୍ରୀକ୍ଷେତ୍ରପୁରୀକୁ। ଆପଣ କେବେ ଭାବିଛନ୍ତି 90 କଳବର ସମୟରେ
ମହାପ୍ରଭୁ ଜଗନ୍ନାଥଙ୍କର ବିଗ୍ରହ ପରିବର୍ତ୍ତନ ବେଳେ କାହିଁକି ପୁରୀ ସହରର ଲାଇଟ୍ ଲିଭାଇ ଦିଆଯାଏ? କାହିଁକି ଦଇତାପତିଙ୍କ ଆଖିରେ ପଟି ବନ୍ଧାଯାଏ ଏବଂ ହାତରେ କପଡ଼ା ଗୁଡ଼ାଯାଏ? କାରଣ ସେହି ପୁରୁଣା ଦାରୁରୁ ନୂଆ ଦାରୁକୁ ଯାହା ସ୍ଥାନାନ୍ତର କରାଯାଏ ତାହା କୌଣସି ସାଧାରଣ ବସ୍ତୁ ନୁହେଁ, ତାହା ହେଉଛି ବ୍ରହ୍ମ ପଦାର୍ଥ। ଏହି ବ୍ରହ୍ମ ପଦାର୍ଥ କ'ଣ ଜାଣିଛନ୍ତି? ଲୋକ କୁହନ୍ତି ଏହା ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ହୃଦୟପିଣ୍ଡ। କିନ୍ତୁ ମହାଜାଗତିକ ବା କସ୍ମିକ ଦୃଷ୍ଟିକୋଣରୁ ଯଦି ଦେଖିବା ତେବେ ତାହା ହେଉଛି ଏହି ସମଗ୍ର ବ୍ରହ୍ମାଣ୍ଡର ମୂଳପିଣ୍ଡ, ଦ କୋର୍ ଇଞ୍ଜିନ୍ ଅଫ୍ ଦ ୟୁନିଭର୍ସ। ବିଜ୍ଞାନ ଯାହାକୁ ଗଡ୍ ପାର୍ଟିକଲ କିମ୍ବା ଡାର୍କ ଏନର୍ଜି ବୋଲି କହୁଛି, ଯାହା ବିନା ଏହି ସୃଷ୍ଟି କେବେ ରହିପାରିବ ନାହିଁ, ସେହି ଅସୀମ ଶକ୍ତିର ଏକ ଅଂଶ ହେଉଛି ବ୍ରହ୍ମ ପଦାର୍ଥ। ଆପଣଙ୍କୁ ଏକ ଆଶ୍ଚର୍ଯ୍ୟଜନକ କଥା ବା ସିକ୍ରେଟ ଫ୍ୟାକ୍ଟ କହୁଛି, ଶୁଣନ୍ତୁ। ମହାପ୍ରଭୁଙ୍କ ନେତ୍ରକୁ କେବେ ଧ୍ୟାନର ସହ ଦେଖିଛନ୍ତି? ତାଙ୍କ ଆଖି ଗୋଲାକାର ଏବଂ ତାଙ୍କ ଆଖିରେ ପତା ନାହିଁ। କାହିଁକି? କାରଣ ସେ ବିଶ୍ୱନୟନ୍ତା, କେବେ ଶୁଅନ୍ତି ନାହିଁ। ଆଖି ପତା ପଡ଼ିବାର ଅର୍ଥ ହେଉଛି ସମୟର ବିରାମ, କିନ୍ତୁ ସେ ହେଉଛନ୍ତି କାଳିଆ, ମାନେ କାଳ ବା ଟାଇମ, ଯାହାର ନିୟନ୍ତ୍ରଣରେ। ସେ ହେଉଛନ୍ତି କାଳିଆ। ଯେତେବେଳେ ତୁମେ ରାତିରେ ବନ୍ଦ କୋଠରୀ ଭିତରେ ମୁଣ୍ଡରେ ହାତ ଦେଇ କାନ୍ଦୁଛ, ଭାବୁଛ ମୋତେ କେହି ଦେଖୁନାହାନ୍ତି, ମୋ ଦୁଃଖ କେହି ବୁଝୁନାହାନ୍ତି, ସେତେବେଳେ ସେହି ଚକା ଆଖି ତୁମକୁ ଦେଖୁଥାଏ। ତୁମର ପ୍ରତିଟି ଲୁହ ଠୋପା ସେହି ବ୍ରହ୍ମ ପଦାର୍ଥ ସହ ସିଧାସଳଖ ଯୋଡ଼ି ହୋଇଥାଏ। କାରଣ ତୁମ ଭିତରେ ବି ସେହି ପରମ ବ୍ରହ୍ମଙ୍କର ଏକ ଛୋଟ ଅଂଶ ଆତ୍ମା ରୂପରେ ଅଛି। ଆପଣ ଜାଣିଛନ୍ତି ମହାପ୍ରଭୁଙ୍କୁ ଅଧମ ଉଦାହରଣ କାହିଁକି କୁହାଯାଏ? କାରଣ ଯେତେବେଳେ ପୁରା ଦୁନିଆ ଆପଣଙ୍କୁ ପରିତ୍ୟାଗ କରିଥାଏ, ସେତେବେଳେ ସେହି କାଳିଆ ନିଜ ଦୁଇ ହାତକୁ ବଢ଼ାଇ ଆପଣଙ୍କୁ କୋଳେଇ ନେବାକୁ ଅପେକ୍ଷା କରିଥାଏ। ଆପଣଙ୍କ ଲୁହ ତାଙ୍କ ପାଇଁ ଦୁର୍ବଳତା ନୁହେଁ, ବରଂ ତାଙ୍କୁ ପାଇବାର ଏକ ସାଧନା। ମହାଭାରତର ଯୁଦ୍ଧ କଥା ଆପଣଙ୍କର ମନେ ଅଛି? କୁରୁକ୍ଷେତ୍ର ମଝିରେ ଯେତେବେଳେ ଅର୍ଜୁନ ନିଜର ଅସ୍ତ୍ରଶସ୍ତ୍ର ଫିଙ୍ଗି ଦେଇ କହିଥିଲେ, ହେ ମାଧବ, ମୁଁ ହାରିଗଲି, ଆଉ ଲଢ଼ିପାରିବି ନାହିଁ, ସେତେବେଳେ ଶ୍ରୀକୃଷ୍ଣ କ'ଣ କରିଥିଲେ? ସେ କ'ଣ ଅର୍ଜୁନକୁ କୁଣ୍ଢାଇ ପକାଇ କାନ୍ଦିଥିଲେ? ନା, ସେ ଅର୍ଜୁନଙ୍କୁ ତାଙ୍କର ପ୍ରଚଣ୍ଡ ବିଶ୍ୱରୂପ ଦର୍ଶନ କରାଇଥିଲେ, ଯାହାକୁ ଦେଖି ଅର୍ଜୁନଙ୍କ ଛାତି ଥରି ଯାଇଥିଲା। ଭଗବାନ କହିଥିଲେ, ହେ ପାର୍ଥ ଅର୍ଜୁନ, ତୁମେ ଭାବୁଛ ତୁମେ କରୁଛ, ତୁମେ କିଛି କରୁନାହଁ। ଏସବୁ ପୂର୍ବରୁ ନିର୍ଦ୍ଧାରିତ। ତୁମେ କେବଳ ଗୋଟିଏ ମାଧ୍ୟମ। ତୁମେ ନିଜର କର୍ମ କର, ଫଳ ମୋ ଉପରେ ଛାଡ଼ିଦିଅ। ଆଜି ତୁମେ ଯେଉଁ ପରିସ୍ଥିତିରେ ଅଛ, ତାହା ତୁମ ଜୀବନର କୁରୁକ୍ଷେତ୍ର। ଏ ଯେଉଁ କଷ୍ଟ, ଅପମାନ, ଆର୍ଥିକ ଅନାଟନ, ସମ୍ପର୍କର ଭାଙ୍ଗିଯିବା, ଏସବୁ ତୁମକୁ ଦୁର୍ବଳ କରିବା ପାଇଁ ନୁହେଁ। ଏହା ହେଉଛି ୟୁନିଭର୍ସର ଏକ ଅପଗ୍ରେଡେସନ ପ୍ରୋସେସ। ଆପଣ ଦେଖିଥିବେ, ଯେତେବେଳେ କୌଣସି ପଥର ଉପରେ ହାତୁଡ଼ି ଓ ଛେଳିର ଆଘାତ ଲାଗେ, ପଥର କାନ୍ଦେ, କିନ୍ତୁ ସେହି ଆଘାତ ହିଁ ତାକୁ ଗୋଟିଏ ସୁନ୍ଦର ଦେବତାର ମୂର୍ତ୍ତିରେ ପରିଣତ କରେ। ଯଦି ଆଜି ଆପଣଙ୍କୁ ଚାରିଆଡ଼ୁ ଆଘାତ ମିଳୁଛି, ଏହାର ଅର୍ଥ ସ୍ୱୟଂ ପରମେଶ୍ୱର ନିଜ ହାତରେ ଆପଣଙ୍କୁ ଗଢ଼ୁଛନ୍ତି। ସେ ଆପଣଙ୍କୁ ଗୋଟିଏ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଛନ୍ତି। ଯେଉଁ ପ୍ରଭୁ ଭକ୍ତ ସାଲବେଗର ଡାକ ଶୁଣି ନିଜ ରଥକୁ ବଡ଼ଦାଣ୍ଡରେ ଅଟକାଇ ଦେଇଥିଲେ, ସେହି ପ୍ରଭୁ କ'ଣ ଆପଣଙ୍କ ଆଖିର ଲୁହକୁ ଦେଖିପାରୁନାହାନ୍ତି? ସେ ସବୁ ଦେଖୁଛନ୍ତି। ସେ କେବଳ ଅପେକ୍ଷା କରିଛନ୍ତି ଯେ ତୁମେ କେବେ ନିଜର ସବୁ ଅହଙ୍କାରକୁ ତ୍ୟାଗ କରି ତାଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପଣ କରିବ। ଏବେ ଆସନ୍ତୁ ସେହି ରହସ୍ୟ ଉପରକୁ, ଯାହା ଶୁଣିଲା ପରେ ଆପଣଙ୍କୁ ପୁରା ପୁଷ୍ପଂସ ଆସିଯିବ। ମୁଁ ପ୍ରତିଶ୍ରୁତି ଦେଉଛି, ଆଜି ପର୍ଯ୍ୟନ୍ତ କୌଣସି ବି ଭିଡ଼ିଓରେ ଆପଣ ଏ କଥା ଶୁଣିନଥିବେ। ଆପଣ ଭାବୁଛନ୍ତି ଆପଣ ଏବେ କଷ୍ଟ ପାଉଛନ୍ତି, ଆପଣ କାନ୍ଦୁଛନ୍ତି। ନା, ଏକଦମ ନୁହେଁ। ଆମର ବେଦର ମହାବାକ୍ୟ ହେଉଛି ଅହଂ ବ୍ରହ୍ମାସ୍ମି, ଅର୍ଥାତ୍ ମୁଁ ହିଁ ସେହି ବ୍ରହ୍ମ ଅଟେ। କ୍ୱାଣ୍ଟମ ଫିଜିକ୍ସ ମଧ୍ୟ କୁହେ ଯେ ଅବଜର୍ଭର ବା ଦର୍ଶକ ବିନା କୌଣସି ରିଆଲିଟି ବା ବାସ୍ତବତା ନାହିଁ। ଆପଣଙ୍କ ଭିତରେ ଯେଉଁ ଆତ୍ମା ଅଛି, ତାହା ଭଗବାନଙ୍କର ମଧ୍ୟ ସେହି ଅଂଶ ଅଟେ।
ତେଣୁ ସବୁଠାରୁ ଭୟଙ୍କର ଏବଂ ସତ୍ୟ କଥାଟି ହେଉଛି ଆଜି ଯେତେବେଳେ ଆପଣ ଏକା ବସି କାନ୍ଦୁଛନ୍ତି, ପ୍ରକୃତରେ ସେହି ଲୁହ ମଧ୍ୟ ଆପଣଙ୍କର ନୁହେଁ, ବରଂ ସ୍ୱୟଂ ବ୍ରହ୍ମାଣ୍ଡ ଆପଣଙ୍କ ଦେହ ଭିତରେ ରହି ସେହି କଷ୍ଟକୁ ଅନୁଭବ କରାଉଛି। ସ୍ୱୟଂ ସେହି କାଳିଆ ଆପଣଙ୍କ ରୂପରେ ଜନ୍ମ ନେଇ ଏହି ସଂଘର୍ଷକୁ ଦେଖୁଛି, କାରଣ ସେ ଚାହେଁ ଆପଣ ଏହି ନିଆଁରେ ପୋଡ଼ି ହୋଇ ଗୋଟିଏ ନୂଆ ସୃଷ୍ଟିର ନିର୍ମାଣ କରନ୍ତୁ। ମନେ ରଖନ୍ତୁ, ଆପଣ ସାଧାରଣ ନୁହନ୍ତି। ୟୁ ଆର୍ ନଟ୍ ଏ ଡ୍ରପ୍ ଇନ୍ ଦ ଓସନ୍, ୟୁ ଆର୍ ଦ ଏଣ୍ଟାୟାର ଓସନ୍ ଇନ୍ ଏ ଡ୍ରପ୍। ଆପଣ ସମୁଦ୍ରର ଗୋଟିଏ ବିନ୍ଦୁ ନୁହନ୍ତି, ଗୋଟିଏ ବିନ୍ଦୁ ଭିତରେ ଆପଣ ହିଁ ସମଗ୍ର ସମୁଦ୍ର ଅଟନ୍ତି। ଯେତେବେଳେ ତୁମେ ନିଜକୁ ଏକା ମନେ କରୁଛ, ଜାଣି ରଖ ପୁରା ବ୍ରହ୍ମାଣ୍ଡର ଶକ୍ତି ତୁମ ଭିତରେ ହିଁ ଅଛି। ଆଜି ଏହି ମୁହୂର୍ତ୍ତରୁ ନିଜର ସବୁ ଲୁହକୁ ପୋଛି ଦିଅ। ଦର୍ପଣ ସାମ୍ନାରେ ଛିଡ଼ା ହୋଇଯାଅ ଏବଂ ନିଜ ଆଖିରେ ଆଖି ମିଶାଇ କୁହ, ମୁଁ ହାରିବି ନାହିଁ। ମୋ ସାଥିରେ ସେହି ପରମ ଶକ୍ତି, ମୋ ଜଗା କାଳିଆ ଅଛି। କାଳିଆ ସବୁ ଠିକ୍ କରିଦେବ, ବାସ୍ ମୋତେ ନିଜ କର୍ମ କରିବାକୁ ପଡ଼ିବ। ଭାଇମାନେ, ଆଜିର ଏହି ଯାତ୍ରାରେ ମୁଁ ମଧ୍ୟ ଆପଣଙ୍କ ସହ ଅଛି। ଆସନ୍ତୁ, ଆମେ ମିଶିକି ଲଢ଼ିବା ଆଉ ମିଶିକି ଜିତିବା। ଏହି ମାୟାରୂପୀ ଦୁନିଆରେ ଭଗବାନ କେବେ ବି ଆମକୁ ଏକା ଛାଡ଼ି ନାହାନ୍ତି। ତେଣୁ ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ କର୍ମ ପଥରେ ଆଗେଇ ଚାଲନ୍ତୁ। ଏହି ଭିଡ଼ିଓ ଯଦି ଆପଣଙ୍କ ହୃଦୟକୁ ଟିକିଏ ବି ଛୁଇଁ ପାରିଛି, ଆପଣଙ୍କ ଭିତରେ ଯଦି ନିଆଁ ଲଗାଇ ପାରିଛି, ତେବେ ଦୟାକରି କମେଣ୍ଟରେ ବାରମ୍ବାର ଲେଖନ୍ତୁ ଜୟ ଜଗନ୍ନାଥ। ଦେଖିବେ କାଳିଆ ଆପଣଙ୍କ ଜୀବନରେ ନିଶ୍ଚୟ ଚମତ୍କାର କରିବ। ମୁଁ ପୁଣି ଥରେ ଆପଣଙ୍କୁ ବାରମ୍ବାର ଅନୁରୋଧ କରୁଛି, ଯଦି ଭିଡ଼ିଓଟି ଆପଣଙ୍କୁ ସତରେ ପସନ୍ଦ ଆସିଥାଏ, ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏହି ଭିଡ଼ିଓକୁ ସେହି ସବୁ ସାଙ୍ଗମାନଙ୍କ ପାଖକୁ ନିଶ୍ଚୟ ସେୟାର କରନ୍ତୁ ଯେଉଁମାନେ ଆଜି ଜୀବନରେ ହାରି ଯାଇଛନ୍ତି ବୋଲି ଭାବୁଛନ୍ତି। ତାଙ୍କୁ ଜଣାଇ ଦିଅନ୍ତୁ କି ସେମାନେ ଏକା ନୁହନ୍ତି। ଏହା ଥିଲା ଆପଣଙ୍କର ପ୍ରିୟ ବିଜୟ ଭାଇ ମୋଟିଭେସନ। ପୁଣି ଦେଖା ହେବ ଆଉ କୌଣସି ଏକ ନୂଆ ଶକ୍ତିଶାଳୀ ଚିନ୍ତାଧାରା ସହ। ସେହି ପର୍ଯ୍ୟନ୍ତ ଲଢ଼େଇ ଜାରି ରଖନ୍ତୁ, ଖୁସିରେ ରୁହନ୍ତୁ, ନିଜର ଧ୍ୟାନ ରଖନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀ ଜଗନ୍ନାଥ। ଧନ୍ୟବାଦ।